ବନ୍ଧୁମାନେ ପ୍ରତ୍ୟେକ ବର୍ଷ ଆମେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ପବିତ୍ର ଜନ୍ମାଷ୍ଟମୀ ପର୍ବକୁ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଅତି ଉତ୍ସାହର ସହିତ ପାଳନ କରିଥାଉ। ଏହି ଦିନ ବାଳଗୋପାଳଙ୍କୁ ପୂଜା କରାଯାଏ ଏବଂ ଏହି ଦିନ ଉପବାସ ରହିବାର ମଧ୍ୟ ପରମ୍ପରା ରହିଛି। ଆମର ଧାର୍ମିକ ବିଶ୍ୱାସ ରହିଛି ଯେ ଭଗବାନ ଶ୍ରୀକୃଷ୍ଣ ଭାଦ୍ରବ ମାସର ଅଷ୍ଟମୀ ତିଥିରେ ଅବତରିତ ହୋଇଥିଲେ। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେତେ ତାରିଖରେ ପଡ଼ୁଛି ଏବଂ ଶୁଭ ସମୟ କେତେବେଳେ ରହୁଛି। ତ ବନ୍ଧୁମାନେ ଆମର ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଗଷ୍ଟ 24 ରବିବାର ଦିନ 3:39 ଆରମ୍ଭ ହେବ। ଏଥିସହିତ ଏହା 26 ଅଗଷ୍ଟ ସୋମବାର ଦିନ 2:19 ଶେଷ ହେବ। ତ ଏଭଳି ପରିସ୍ଥିତିରେ ଆମେମାନେ ଜନ୍ମାଷ୍ଟମୀକୁ 26 ଅଗଷ୍ଟରେ ପାଳନ କରିବା। ବନ୍ଧୁମାନେ ଦ୍ୱାପର ଯୁଗରେ ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଭାଦ୍ରପଦର ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ରାଶିରେ ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ ପ୍ରକଟ ହେବା କ୍ଷଣେ ହିଁ ଜେଲର ଅନ୍ଧାର କୋଠରୀରେ ପ୍ରକାଶ ହୋଇଯାଇଥିଲା। ଶ୍ରୀକୃଷ୍ଣଙ୍କର ପ୍ରକଟ ହେବା କ୍ଷଣି ସ୍ୱର୍ଗରେ ଦେବାଦେବୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଏବଂ ଉତ୍ସାହ ଭରି ଯାଇଥିଲା। ବନ୍ଧୁମାନେ ଶାସ୍ତ୍ରରେ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ୱ ଏତେ ଅଧିକ ରହିଛି ଯେ 1000 ଏକାଦଶୀ ପାଳନ କରିବାର ଫଳ ଗୋଟିଏ ଜନ୍ମାଷ୍ଟମୀ ବ୍ରତରେ ହିଁ ମିଳିଥାଏ। 100 ଥର ଗଙ୍ଗା ସ୍ନାନ କରିବା ଦ୍ୱାରା ଯେଉଁ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ତାହା ଜନ୍ମାଷ୍ଟମୀ ବ୍ରତରେ ଆମକୁ ପ୍ରାପ୍ତି ହୋଇଥାଏ। ଜପ ତପର ଅନନ୍ତ ଗୁଣ ଫଳ ପ୍ରଦାନ କରିଥାଏ ଏହି ପବିତ୍ର ଜନ୍ମାଷ୍ଟମୀ ବ୍ରତ। ଏହି ଜନ୍ମାଷ୍ଟମୀ ଦିନ ପୂଜା, ଜପ, ତପ ଏବଂ ଉଜାଗରର ଅନେକ ମହତ୍ତ୍ୱ ରହିଛି। ସେଥିପାଇଁ ଯେଉଁମାନେ ଜନ୍ମାଷ୍ଟମୀର ବ୍ରତ ପାଳନ କରୁଛନ୍ତି ସେମାନେ ଜନ୍ମାଷ୍ଟମୀ ଦିନ ରାତିରେ ଉଜାଗର ରହି ଭଗବାନଙ୍କର ଭଜନ କୀର୍ତ୍ତନ କରିବା ଉଚିତ। ଭବିଷ୍ୟ ପୁରାଣରେ ଜନ୍ମାଷ୍ଟମୀ ବ୍ରତର ସନ୍ଦର୍ଭରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ଗୃହରେ ଜନ୍ମାଷ୍ଟମୀର ବ୍ରତ ପାଳନ କରାଯାଇଥାଏ ସେହି ଗୃହରେ କଦାପି ବି ଅକାଳ ମୃତ୍ୟୁ ହୋଇନଥାଏ କିମ୍ବା କୌଣସି ନାରୀଙ୍କର ଗର୍ଭପାତ ମଧ୍ୟ ହୋଇନଥାଏ। ବୈଧବ୍ୟ, ଦୁର୍ଭାଗ୍ୟ କିମ୍ବା କଳହ ମଧ୍ୟ ସେହି ଗୃହକୁ ପ୍ରବେଶ କରିପାରିନଥାଏ। ଯେଉଁମାନେ ଜନ୍ମାଷ୍ଟମୀର ବ୍ରତ ପାଳନ କରିଥାନ୍ତି ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ସେହି ବ୍ୟକ୍ତି ସଂସାରର ସମସ୍ତ ସୁଖକୁ ଭୋଗ କରି ବିଷ୍ଣୁ ଲୋକକୁ ଗମନ କରିଥାଏ। ଆମର ହିନ୍ଦୁ ଧର୍ମରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ସମସ୍ତ ସଙ୍କଟରୁ ବାହାର କରି ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟର ବରଦାନ ପ୍ରଦାନ କରିଥାଏ। ତେବେ ବନ୍ଧୁମାନେ ଜନ୍ମାଷ୍ଟମୀ ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସାରି ନିଅନ୍ତୁ। ଏହାପରେ ଉପବାସ କରିବାର ସଂକଳ୍ପ ନିଅନ୍ତୁ। ଏହାପରେ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ରୂପର ଏକ ପ୍ରତିମାକୁ ଆପଣଙ୍କର ପୂଜାଘରେ ଖଟୁଲିରେ ସ୍ଥାପନ କରନ୍ତୁ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ରୂପର ପୂଜା କରାଯାଇଥାଏ। ଏହାପରେ ଆପଣ ଆପଣଙ୍କର ସମସ୍ତ ପୂଜା ସାମଗ୍ରୀକୁ ସଂଗ୍ରହ କରନ୍ତୁ ଏବଂ ଶ୍ରୀକୃଷ୍ଣଙ୍କର ସମ୍ମୁଖରେ ଏକ ଶୁଦ୍ଧ ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ। ଏହାପରେ ଆପଣ ଶ୍ରୀକୃଷ୍ଣଙ୍କର ଜନ୍ମ କଥା ପାଠ କରନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀ ଭୋଗ ସ୍ୱରୂପ ଅର୍ପଣ କରନ୍ତୁ ଏବଂ ଆପଣ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଶ୍ରୀକୃଷ୍ଣଙ୍କର କିଛି ମନ୍ତ୍ରର ମଧ୍ୟ ଜପ କରନ୍ତୁ। ତେବେ ବନ୍ଧୁମାନେ ରାତି 12ଟା ବାଜିବା ପରେ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀର ପର୍ବକୁ ପାଳନ କରାଯାଇଥାଏ। ଜନ୍ମାଷ୍ଟମୀ ଦିନ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ଚନ୍ଦନ କିମ୍ବା କେଶର ତିଳକ ରୂପରେ ନିଶ୍ଚୟ ଲଗାନ୍ତୁ। ଏହା ସହିତ ଶ୍ରୀକୃଷ୍ଣଙ୍କୁ ମୟୂର ପଙ୍ଖର ମୁକୁଟ ଏବଂ ବଂଶୀ ନିଶ୍ଚିତ ରୂପରେ ଅର୍ପଣ କରନ୍ତୁ। ଲଡ୍ଡୁ ଗୋପାଳଙ୍କୁ ପଞ୍ଚାମୃତରେ ଅଭିଷେକ କରାନ୍ତୁ। ତାପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନୂତନ ବସ୍ତ୍ର ଏବଂ ଆଭୂଷଣ ପିନ୍ଧାଇ ଦିଅନ୍ତୁ। ତାପରେ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ଝୁଲାରେ ଝୁଲାନ୍ତୁ। ଆପଣ ଲହୁଣୀରେ ତୁଳସୀ ଏବଂ ମିଶ୍ରି ପକାନ୍ତୁ। ତାପରେ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ସ୍ୱରୂପ ଅର୍ପଣ କରନ୍ତୁ। ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କର ଆଳତୀ କରି ଆପଣ ପ୍ରସାଦକୁ ନିଜର ଗୃହର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।
ତେବେ ବନ୍ଧୁମାନେ ଆପଣ ଯଦି ଜନ୍ମାଷ୍ଟମୀର ବ୍ରତ ରଖୁଛନ୍ତି ବା ବ୍ରତ ରଖୁ ବି ଯଦି ନାହାନ୍ତି ତେବେ ବି ଜନ୍ମାଷ୍ଟମୀ ଦିନ ଆପଣ ଏହିସବୁ ଭୁଲ ଗୁଡ଼ିକ କରନ୍ତୁ ନାହିଁ। ବନ୍ଧୁମାନେ ଜନ୍ମାଷ୍ଟମୀ ଦିନ ଆପଣ କେବେ ବି ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ବନ୍ଧୁମାନେ ଶାସ୍ତ୍ରରେ ବର୍ଣ୍ଣନା ରହିଛି ଯେ ଭଗବାନ ଶ୍ରୀକୃଷ୍ଣ ଭଗବାନ ଶ୍ରୀ ବିଷ୍ଣୁଙ୍କର ଅବତାର ଅଟନ୍ତି ଏବଂ ଶ୍ରୀ ବିଷ୍ଣୁଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ। ସେଥିପାଇଁ ଜନ୍ମାଷ୍ଟମୀ ଦିନ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ ଅଟେ। ଜନ୍ମାଷ୍ଟମୀ ପୂର୍ବ ଦିନଠାରୁ ଆପଣ ତୁଳସୀ ଛିଣ୍ଡାଇ ଆଣି ରଖିଦେଇଥାନ୍ତୁ, କାରଣ ତୁଳସୀ ପତ୍ର ବିନା ଶ୍ରୀକୃଷ୍ଣଙ୍କର ପୂଜା ଅଧୁରା ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କୌଣସି ବି ଏପରି ଭୋଗକୁ ସ୍ୱୀକାର କରିନଥାନ୍ତି ଯେଉଁଥିରେ ତୁଳସୀ ପତ୍ର ନଥାଏ। ବନ୍ଧୁମାନେ ଆପଣମାନେ ସମସ୍ତେ ଜାଣନ୍ତି ଯେ ଏକାଦଶୀ ଦିନ ଆମେ ଚାଉଳରୁ ପ୍ରସ୍ତୁତ କୌଣସି ଦ୍ରବ୍ୟ ଖାଇବା ଅନୁଚିତ ହୋଇଥାଏ। ମାତ୍ର ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ଜନ୍ମାଷ୍ଟମୀ ଦିନ ମଧ୍ୟ ଚାଉଳରୁ ପ୍ରସ୍ତୁତ କୌଣସି ବି ଖାଦ୍ୟ ଖାଇବା ଅନୁଚିତ ଅଟେ। ଆପଣ ବ୍ରତ ରଖନ୍ତୁ କିମ୍ବା ନ ରଖନ୍ତୁ, ଜନ୍ମାଷ୍ଟମୀ ଦିନ ଚାଉଳରୁ ପ୍ରସ୍ତୁତ କୌଣସି ବି ଦ୍ରବ୍ୟ ଆପଣ ଖାଆନ୍ତୁ ନାହିଁ। ଜନ୍ମାଷ୍ଟମୀ ଦିନ ଆପଣ ତାମସିକ ଭୋଜନ ମଧ୍ୟ କରନ୍ତୁ ନାହିଁ। ଏହି ଦିନ ଆପଣ ମଦ, ମାଂସ, ପିଆଜ, ରସୁଣ ଏସବୁ ଖାଦ୍ୟ ଗ୍ରହଣ କରିବା ଅନୁଚିତ ହୋଇଥାଏ। ବନ୍ଧୁମାନେ ଏହି ଦିନ ଭୁଲରେ ବି ଆପଣ ପିଆଜ ରସୁଣ ଖାଆନ୍ତୁ ନାହିଁ, କାରଣ ରାହୁ କେତୁଙ୍କ ଯୋଗୁଁ ପିଆଜ ରସୁଣର ଉତ୍ପତ୍ତି ହୋଇଛି ଏବଂ ଭଗବାନ ଶ୍ରୀକୃଷ୍ଣ ଏବଂ ରାହୁ କେତୁଙ୍କ ମଧ୍ୟରେ ଭୀଷଣ ଶତ୍ରୁତା ରହିଛି ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଏହିସବୁ ଜିନିଷର ଭକ୍ଷଣ କରିବା ଭଗବାନ ଶ୍ରୀକୃଷ୍ଣଙ୍କର ଅନାଦର କରିବା ସହିତ ସମାନ ହୋଇଥାଏ। ଏମିତିରେ ବି ଏହି ଦିନ ଆପଣ କୌଣସି ବି ବ୍ୟକ୍ତିଙ୍କୁ ଅନାଦର କରିବା ଅନୁଚିତ ଅଟେ। ଏହି ଦିନ ଆପଣ କୌଣସି ବି ବ୍ୟକ୍ତିଙ୍କୁ କଷ୍ଟ ଦେଲା ଭଳି କଥାବାର୍ତ୍ତା କରନ୍ତୁ ନାହିଁ କିମ୍ବା କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ଜନ୍ମାଷ୍ଟମୀ ଦିନ କୌଣସି ପଶୁପକ୍ଷୀଙ୍କୁ ମଧ୍ୟ କଷ୍ଟ ଦିଅନ୍ତୁ ନାହିଁ। ବିଶେଷ କରି ଗାଈଙ୍କୁ ଆପଣ ଏହି ଦିନ ବିଶେଷ ରୀତିରେ ପୂଜାର୍ଚ୍ଚନା କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ପୁଣ୍ୟ ଫଳର ପ୍ରାପ୍ତି ହୋଇଥାଏ। କାରଣ ଆପଣମାନେ ଜାଣନ୍ତି ଭଗବାନ ଶ୍ରୀ ବିଷ୍ଣୁ କୃଷ୍ଣ ଅବତାରରେ ଗୋମାତାଙ୍କର ଜଣେ ପରମ ଭକ୍ତ ଥିଲେ। ସେ ସର୍ବଦା ଗୋମାତାଙ୍କ ସହିତ ରହୁଥିଲେ। ତାଙ୍କର ଜନ୍ମ ଗୌଡ଼ ଘରେ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣଙ୍କର ଗୋମାତା ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ତେଣୁ ଏହି ଦିନ ଭୁଲରେ ବି ଆପଣ ଗୋମାତା କିମ୍ବା ବାଛୁରୀଙ୍କୁ ହଇରାଣ କରନ୍ତୁ ନାହିଁ କିମ୍ବା ମାରନ୍ତୁ ନାହିଁ। ଆପଣ ଜନ୍ମାଷ୍ଟମୀ ଦିନ ଗାଈକୁ ରୁଟି, ଫଳ, ମିଠା ନିଶ୍ଚିତ ଭାବରେ ଖୁଆନ୍ତୁ ଏବଂ ଜନ୍ମାଷ୍ଟମୀ ଦିନ ଆପଣ ନିଜେ ମଧ୍ୟ ସାତ୍ୱିକ ଖାଦ୍ୟ ଆହରଣ କରନ୍ତୁ। ଜନ୍ମାଷ୍ଟମୀ ବ୍ରତରେ କ୍ଷୀର ଏବଂ ଦହିର ଅଧିକ ମହତ୍ତ୍ୱ ରହିଥାଏ। ଆପଣ ଯଦି ଜନ୍ମାଷ୍ଟମୀର ବ୍ରତ ପାଳନ କରୁଛନ୍ତି ତେବେ ଫଳ, କ୍ଷୀର, ଦହି ଏସବୁ ଆପଣ ଖାଇପାରିବେ। ଜନ୍ମାଷ୍ଟମୀ ଦିନ ଗଛ କାଟିବାକୁ ମଧ୍ୟ ଅଶୁଭ ବୋଲି ମାନା ଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ପ୍ରତ୍ୟେକ ସ୍ଥାନରେ ବାସ କରିଥାନ୍ତି। ଆପଣ ଯଦି ପାରିବେ ଏହି ଦିନ ଆପଣ ଯେତେ ପାରିବେ ସେତେ ଅଧିକ ବୃକ୍ଷରୋପଣ କରିପାରିବେ। ମାତ୍ର ଏହି ଦିନ କେବେ ବି ଗଛ କାଟନ୍ତୁ ନାହିଁ କିମ୍ବା ଉପାଡ଼ନ୍ତୁ ନାହିଁ। ଭଗବାନ ଶ୍ରୀକୃଷ୍ଣ ଓସ୍ତ ଗଛରେ ନିବାସ କରିଥାନ୍ତି। ତେଣୁ ଆପଣ ଏହି ଜନ୍ମାଷ୍ଟମୀ ତିଥିରେ ଓସ୍ତ ଗଛ ମୂଳରେ ଜଳ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ଉପରେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ବନ୍ଧୁମାନେ ଜନ୍ମାଷ୍ଟମୀ ଦିନ ବ୍ରହ୍ମଚର୍ଯ୍ୟର ପାଳନ କରିବା ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ ସମ୍ପୂର୍ଣ୍ଣ ପବିତ୍ର ଶରୀର ଏବଂ ମନରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରିବା ଉଚିତ। ଏହି ଦିନ ଆପଣ ନିଜ ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଯେଉଁ ପତି ପତ୍ନୀ ଏହି ଜନ୍ମାଷ୍ଟମୀ ଦିନ ସଂଯମତା ରକ୍ଷା କରିଥାନ୍ତି, ପବିତ୍ର ମନ ଏବଂ ଶରୀରରେ ଶ୍ରୀକୃଷ୍ଣଙ୍କର ପୂଜା କରିଥାନ୍ତି, ସେମାନଙ୍କୁ ଏକ ସୁନ୍ଦର ଏବଂ ସୁଶୀଳ ସନ୍ତାନର ପ୍ରାପ୍ତି ହୋଇଥାଏ ଏବଂ ଏପରି ଶିଶୁର ମୁଖ ଭଗବାନ ଶ୍ରୀକୃଷ୍ଣଙ୍କ ପରି ହୋଇଥାଏ ଏବଂ ତାହାର ଶରୀର ଭଗବାନ ଶ୍ରୀକୃଷ୍ଣଙ୍କ ପରି କୋମଳ ମଧ୍ୟ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଜନ୍ମାଷ୍ଟମୀର ବ୍ରତ ପାଳନ କରିଥାନ୍ତି ସେମାନେ ରାତି 12ଟା ପୂର୍ବରୁ ବ୍ରତ ଭାଙ୍ଗିବା ଅନୁଚିତ ଅଟେ। ରାତି 12ଟା ପୂର୍ବରୁ ବ୍ରତ ଭାଙ୍ଗିବା ଦ୍ୱାରା ଆପଣଙ୍କୁ ବ୍ରତର କୌଣସି ବି ଫଳ ପ୍ରାପ୍ତି ହୋଇନଥାଏ। ତେବେ ବନ୍ଧୁମାନେ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କର କିଛି ଏପରି ବିଶେଷ ମନ୍ତ୍ର ରହିଛି ଯେଉଁ ମନ୍ତ୍ରକୁ ଯଦି ଆପଣ ଏହି ଜନ୍ମାଷ୍ଟମୀ ଦିନ ଶୁଦ୍ଧ ଏବଂ ପବିତ୍ର ମନର ସହିତ ଜପ କରନ୍ତି ତେବେ ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର ହୋଇଯାଇଥାଏ। ତ ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟିଏ ମନ୍ତ୍ର ହେଉଛି
ओम क्रीम कृष्णाय नमः एही मंत्र को आपण श्रीकृष्ण जन्माष्टमी दिन जप करंतु। एही मंत्र को आपण जन्माष्टमी दिन जप करबा द्वारा आपणको धन धान्यर प्राप्ति होइथाय। आपणको जीवनरु दारिद्र्यता दूरेई जाइथाय। एहा व्यतीत आउ गोटिए मंत्र हेउछि हरे कृष्ण 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 हरे 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 राम 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 हरे हरे। एही मंत्र को जप करबा द्वारा भगवान श्रीकृष्ण अति शीघ्र प्रसन्न होइथांती। तेबे एही मंत्र को आपणको कम से कम 21 थर जप करिबार अछि किंबा आपण चाहिले 108 थर मध्य एही मंत्र को जप करि पारिबे। बंधु माने पवित्र जन्माष्टमी तिथि रे जेउ नारी श्रीकृष्णଙ୍କର बाल मूर्ति को झूलारे झुलाई थाए अनंत काल पर्यंत सेही नारी को निसंतानर दोष लागि न थाए। भगवान श्रीकृष्णଙ୍କର कृपारु एपरि नारी को सुंदर पुत्रर प्राप्ति होई थाए। बंधु माने जन्माष्टमी दिन आपण निश्चित भावरे आपणको गृह को मयूर पंख आणंतु एवं निजर पूजा घरे स्थापन करंतु एवं भगवान श्रीकृष्णଙ୍କ ପାଇଁ जन्माष्टमी दिन एक बंशी मध्य निश्चित रूपरे आणंतु। जदि आपण जन्माष्टमीर व्रत रखुचंती तो भगवान श्रीकृष्णଙ୍କ ପାଇଁ खेलना निश्चित रूपरे मध्य आणंतु। एहा व्यतीत जन्माष्टमी दिन आपण निज घर को कौड़ी मध्य आनी पारिबे। जन्माष्टमी दिन आपण कोनोसी भी व्यक्ति को श्रीकृष्णଙ୍କର मूर्ति किंबा फोटो उपहार स्वरूप कदापि भी दियंतु नाही। एपरि करिबा द्वारा आपणको घरु मां लक्ष्मी चली जाइथांती। जन्माष्टमी दिन आपण सुना रूपा तंबा एवं पित्तलर द्रव्य किनी पारिबे। एहाकु शुभ बोली माना जाइथाए। बंधु माने श्रीकृष्ण जन्माष्टमी दिन आपण वृंदावतीଙ୍କ सामनारे श्रीकृष्णଙ୍କର 4टी नाम गोविंद गोपाल देवकी नंदन एवं दामोदर एही 4टी नामर उच्चारण करंतु एवं ओम नमः भगवते वासुदेवाय नमः एही मंत्रर मध्य जप करंतु। एपरि करिबा द्वारा आपणको जीवन रे चलिथिबा अनेक गुड़िए समस्यार समाधान होई जाय थाए। मां वृंदावती आपणको गृह को धन धान्य रे भरी देई थांती। जन्माष्टमी दिन आपण श्रीकृष्णଙ୍କ निकटरे लहुणी सहित तुलसीर चौर मध्य निश्चय भोग स्वरूप अर्पण करंतु। लहुणी रे आपण तुलसी पत्र किंबा तुलसी दल निश्चित रूपरे पकांतु एवं ताहाकु भोग स्वरूप श्रीकृष्णଙ୍କୁ अर्पण करंतु। तेबे बंधु माने एही सबु उपाय गुड़िक आपण जन्माष्टमी दिन निश्चित रूपरे पालन करंतु। निश्चित रूपरे आपणको अनेक गुड़िए शुभ फल प्राप्ति हेब। तेबे बंधु माने मोर एही भिडियोटी जदि आपण माननको भल लागि थाए तेबे भिडियोटी को लाइक करी चैनल टी को सब्सक्राइब करि देबे एवं कमेंट बॉक्स रे भक्ति एवं श्रद्धार सहित जय श्री कृष्ण निश्चय लिखिबे।